ହୀରାଲାଲ ନିଜ ରୁମ୍ରେ ସ୍ତ୍ରୀ ଶାନ୍ତିଙ୍କ ସହିତ ବସିଥିଲେ ଆଉ ପ୍ରତିଦିନ ପରି କାରବାରର ହାଲ ଶୁଣାଉଥିଲେ। ଏତିକି ବେଳେ ବଡ଼ ପୁଅ ଆସିଲେ। କହିଲେ କି ବାବା ଆଲମାରି ଚାପି ଦିଅ। ହୀରାଲାଲ ପଚାରିଲେ କ'ଣ ପାଇଁ ପୁଅ? କିଛି ନାହିଁ, ବାସ୍ 15,000 ଟଙ୍କା ଦରକାର ଥିଲା ବାବା। ମୋ କାର୍ ମରାମତି କରିବାର ଥିଲା। ଆଚ୍ଛା ଠିକ୍ ଅଛି, ଶାନ୍ତି ଟିକେ ଚାବିଟା ଦିଅ ତ। ଶାନ୍ତି ନିଜ ଅଣ୍ଟାରୁ ଚାବିର ପେଣ୍ଠା କାଢ଼ିକି ଦେଇଦେଲେ। ଏତିକିରେ ସାନ ପୁଅ ବି ଆସି ପହଞ୍ଚିଗଲା। ବାବା ମୋ ଦରମା ଏଯାଏଁ ଆସିନି, ପୁଅର ଆଡ଼ମିସନ୍ କରିବାର ଅଛି, ମୋତେ 20,000 ଟଙ୍କା ଦିଅ, ଦରମା ଟଙ୍କା ଆସିଲେ ଦେଇଦେବି। ହୀରାଲାଲ ସବୁ ଜାଣିଥିଲେ, ସବୁ ବୁଝୁଥିଲେ ଦୁଇ ପୁଅ କ'ଣ କରୁଥିଲେ, ମାତ୍ର ତଥାପି ଭାବିକି ଚୁପ୍ ହୋଇଯାଉଥିଲେ। କ'ଣ ଫରକ ପଡ଼ିଯିବ, ଏମିତିରେ ସେମାନେ ନିଜର ପୁଅ ସବୁ। ଏମିତିରେ ହୀରାଲାଲ କେବେ ବି ଆଲମିରା ଚାବି ଦେବା ପାଇଁ ମନା କରୁନଥିଲେ, କିନ୍ତୁ କେବେ କେବେ କାରଣ ପଚାରୁଥିଲେ। ତ ପୁଅମାନେ କହୁଥିଲେ କି ବାବା ଆମ ଉପରେ କ'ଣ ବିଶ୍ୱାସ ନାହିଁ କି? ହୀରାଲାଲ କିନ୍ତୁ ହସି ଦେଉଥିଲେ। ଶାନ୍ତି କିନ୍ତୁ କହୁଥିଲେ ଏମିତି ପିଲାଙ୍କୁ ସବୁ ଖୋଲା ଛାଡ଼ି ଦିଅନି। କିନ୍ତୁ ହୀରାଲାଲ ଜମା ମାନୁନଥିଲେ। ହୀରାଲାଲ କହୁଥିଲେ ଆରେ ଶାନ୍ତି, ମୋ ପିଲାମାନେ ହେଉଛନ୍ତି ମୋ ଜୀବନ, ହେଲେ ଆମ ବୃଦ୍ଧାବସ୍ଥା ପାଇଁ ବି ତ। ଆରେ ଭାଗ୍ୟବାନ, ବୁଢ଼ାପାର ଚିନ୍ତା ତମେ କାହିଁ କରୁଛ? ଆମର 2 ପୁଅ ଅଛନ୍ତି, ସେମାନେ ଆମକୁ ବହୁତ ଭଲ ପାଆନ୍ତି। ଯେଉଁ ସଂସ୍କାର ଆମେ ସେମାନଙ୍କୁ ଦେଇଛେ, ସେମାନେ ଥିବାବେଳେ ଆମକୁ କିଛି ବି ସମସ୍ୟା ହେବନି। ଏତିକିରେ ଶାନ୍ତି ଚୁପ୍ ହୋଇଯାଉଥିଲେ, କିନ୍ତୁ ମନରେ ମନରେ କେଉଁଠି ନା କେଉଁଠି ଚିନ୍ତା ତ ରହୁଥିଲା। ଭାବୁଥିଲେ ତମେ ବି କେତେ ନିରୀହ। ଆଜିର ଜମାନାରେ ନିଜ ପାଇଁ କିଛି ନା କିଛି ବଞ୍ଚେଇ ରଖିବାର ଆବଶ୍ୟକତା ରହିଛି। ପୁଅମାନେ ତ ନିଜର, କିନ୍ତୁ ବୋହୂମାନେ ତ ପର ଘରୁ ଆସିଛନ୍ତି ନା। ଏମିତିରେ ତମଠାରୁ ଅଧିକ ମୁଁ ମୋ ବୋହୂମାନଙ୍କୁ ଜାଣିଛି। ଏସବୁ ଚିନ୍ତା କରି ଶାନ୍ତି ଏକଲରେ ହୀରାଲାଲକୁ ଅନେଇ ରହିଥିଲେ। ଏତିକିରେ ହୀରାଲାଲ ଚୁଟକି ମାରି ଶାନ୍ତିଙ୍କ ଚିନ୍ତାଭଗ୍ନ କଲେ। ସେଠୁ ହୀରାଲାଲ କହିଲେ ଆରେ ଭାଗ୍ୟବାନ, ଚିନ୍ତାରେ କୁଆଡ଼େ ମଗ୍ନ ହୋଇଯାଇଥିଲ? ମୋ ଚା'ର ସମୟ ହୋଇଗଲାଣି, ଆଜି ମିଳିବ ନା ନିଜେ ତିଆରି କରି ପିଇଦେବି? ଆରେ ତମେ କାହିଁ ଚା' କରିବ, ମୁଁ ଚା' କରି ଦେଉଛି। 17 ବର୍ଷୀୟ ରାଜୁ ହେଉଛି ମୋର ଚାକର। ରାଜୁଙ୍କୁ ଏଥିପାଇଁ ରଖିଥିଲି 2 ବୋହୂଙ୍କୁ କୌଣସି କାମର ବୋଝ ନ ପଡ଼ୁ। ସେଠୁ ଶାନ୍ତି କହିଲେ କି ଏମିତିରେ ବି ତମକୁ ଚା' କରି ଆସେ ଯେ ନିଜେ କରିବ ବୋଲି କହୁଛ। ବହୁତ ବଢ଼ିଆ ଚା' କରେ ମୁଁ, ଚାଲ ଆଜି ମୁଁ ଚା' ତିଆରି କରି ତମକୁ ପିଆଉଛି। ହୀରାଲାଲ ରୋଷେଇ ଘରକୁ ଯାଇ ଚା' ତିଆରି କରିବା ଲାଗିଲେ। ଏତିକିରେ ରାଜୁ ସେଠାକୁ ପଳେଇ ଆସିଲା। ବାବୁ ମୁଁ କ'ଣ ପାଇଁ ଅଛି, ମୁଁ ଚା' କରୁଛି। ଆରେ ନାଇଁ ନାଇଁ, ଆଜିର ଚା' ମୁଁ କରୁଛି, ଆଉ ତତେ ବି ପିଆଇବି। ଏତିକି କହି ଚା' ତିଆରି କରିବା ସହିତ ନିଜ ସ୍ତ୍ରୀ ପାଇଁ ଗୀତ ବି ଗାଇବାରେ ଲାଗିଲେ। ବାହାରେ 2 ବୋହୂ ବହୁତ କଷ୍ଟରେ ନିଜ ହସକୁ ରୋକି ଛିଡ଼ା ହୋଇଥିଲେ। ସନ୍ଧ୍ୟା ହେବାରୁ ପ୍ରତିଦିନ ପରି ହୀରାଲାଲ ଆଉ ଶାନ୍ତି ସନ୍ଧ୍ୟା ଭ୍ରମଣ ପାଇଁ ବାହାରିଲେ। ଶାନ୍ତି ନିଜକୁ ବହୁତ ଭାଗ୍ୟଶାଳୀ ମନେ କରୁଥିଲେ କି ତାଙ୍କୁ ହୀରାଲାଲ ପରି ବୁଝିବା ସୁଝିବା ମଣିଷ ମିଳିଥିଲେ। କିନ୍ତୁ କୁହନ୍ତି ନା କେତେବେଳେ ନିଜ ଭାଗ୍ୟକୁ ନଜର ଲାଗିଯାଏ। ଏମିତି କିଛି ବାଟ ଯାଇଛନ୍ତି କି ନା ଦେଖିଲେ କି ସାମ୍ନାରୁ ଦ୍ରୁତ ଗତିରେ ଏକ କାର୍ ଆସୁଥିଲା। କିଛି ବୁଝିବା ପୂର୍ବରୁ ସେହି କାର୍ ସେମାନଙ୍କୁ ଜୋରରେ ଧକ୍କା ଦେଇ ପଳାଇଲା। କାର୍ ଦୁର୍ଘଟଣାରେ ସେ ଦୁହେଁ ପୁରା ଗୁରୁତର ହୋଇପଡ଼ିଥିଲେ। ଯେତେବେଳେ ହୋସ୍ ଆସିଲା ତ ଶାନ୍ତି ନିଜକୁ ହସ୍ପିଟାଲ ବେଡ଼୍ରେ ପାଇଲେ। ଜଣେ ନର୍ସ ତାଙ୍କୁ ଡ୍ରିପ୍ ଲଗାଉଥିଲେ। ସେ ଉଠୁ ଉଠୁ ତାଙ୍କ ସ୍ୱାମୀଙ୍କ କଥା ପଚାରିଲେ। ନର୍ସ କହିଲେ କି ସେ ICUରେ ଅଛନ୍ତି, ତାଙ୍କୁ ବହୁତ ଜୋରରେ ଆଘାତ ହୋଇଛି, ସେ ଟିକେ ଗୁରୁତର ଅଛନ୍ତି। ଏତିକି ଶୁଣୁ ଶୁଣୁ ଶାନ୍ତି ଡ୍ରିପ୍ କାଢ଼ି ଦେଇ ଗୋଟେ ପଟ ଫିଙ୍ଗିଦେଲେ। ଆଘାତ ଲାଗିଥିଲେ ବି ଉଠି ଛିଡ଼ା ହୋଇଗଲେ ଆଉ ICU ଆଡ଼କୁ ମାଡ଼ି ଚାଲିଲେ। ଆଜି ଆଘାତ ଲାଗିଥିଲେ ବି ଏତେ ଶକ୍ତି କୁଆଡ଼ୁ ଆସିଲା କେଜାଣି? ନର୍ସ ଆଉ କର୍ମଚାରୀ ତାଙ୍କ ପଛେ ପଛେ ଡାକି ଡାକି ଗଲେ। ମ୍ୟାଡ଼ାମ୍ ଯାଆନ୍ତୁନି। କିନ୍ତୁ ଶାନ୍ତିଙ୍କୁ ଶୁଭିବା ଯେମିତି ବନ୍ଦ ହୋଇଯାଇଥିଲା। କେବଳ ହୀରାଲାଲଙ୍କ ପ୍ରେମ ଭରା କଥା ହିଁ ତାଙ୍କ କାନରେ ଗୁଞ୍ଜରିତ ହେଉଥିଲା। ହୀରାଲାଲଙ୍କୁ ଏତେ ଖରାପ ଅବସ୍ଥାରେ ଦେଖିକି ଅବାକ୍ ହୋଇଗଲେ ଶାନ୍ତି। କିଛି ସମୟ ପୂର୍ବରୁ ଯେଉଁ ହୀରାଲାଲ ତାଙ୍କ ସହିତ ହସି ହସି ଭ୍ରମରେ ବାହାରିଥିଲେ, ଏବେ ସେ ହସ୍ପିଟାଲ ବେଡ଼୍ରେ ପଡ଼ିଛନ୍ତି। ଶାନ୍ତି ନିଜକୁ ସମ୍ଭାଳି ପାରିଲେନି। ଉଠ ନା, ଦେଖ ତମ ସାହାରାରେ ମୁଁ ବଞ୍ଚୁଥିଲି, ତମେ ହିଁ ମୋର ହୃଦୟର କଥା ବୁଝୁଥିଲ। ଏବେ ତମେ ଏମିତି ଚୁପ୍ ହୋଇଗଲେ ମୋର କ'ଣ ହେବ? ଏତିକି କହି କହି ଶାନ୍ତି ଜୋର ଜୋରରେ କାନ୍ଦିବାରେ ଲାଗିଲେ। ତାଙ୍କୁ ICUରୁ ବାହାରକୁ ନିଆଗଲା। ତାଙ୍କୁ ବି ବହୁତ ଦୁର୍ବଳ ଲାଗୁଥିଲା। ସେଠାରୁ ନେଇ ତାଙ୍କୁ ବେଡ଼୍ ଉପରେ ଶୁଆଇ ଦିଆଗଲା।
ଆରାମ କରିବାକୁ କୁହାଗଲା। ଶାନ୍ତିଙ୍କୁ ହୀରାଲାଲଙ୍କ ଚିନ୍ତା ଖାଇଯାଉଥିଲା। ଆଖି ବନ୍ଦ କରି ଶାନ୍ତି ନିଜ ସ୍ୱାମୀଙ୍କ ସହିତ ବିତେଇଥିବା ସବୁ ଖୁସିର ମୁହୂର୍ତ୍ତକୁ ମନେ ପକାଉଥିଲେ। ଏତିକି ବେଳେ କାହାର ସ୍ୱର ଶୁଭିଲା, ବଡ଼ ମା। ଆଖି ଖୋଲିକି ଦେଖିଲେ ତ ତାଙ୍କ ସାମ୍ନାରେ ରାଜୁ ଥିଲା। ଶାନ୍ତିକୁ ଏମିତି ହାଲତରେ ଦେଖି ରାଜୁ ଆଖିରୁ ଲୁହ ଆସିଯାଇଥିଲା। ରାଜୁ କହିଲା, ଖାଇଦିଅନ୍ତୁ ବଡ଼ ମା। ଶାନ୍ତି ଏପଟ ସେପଟ ଅନେଇଲେ, ଆଉ କେହି ବି ନଥିଲେ। ରାଜୁ କହିଲେ, ସମସ୍ତେ ଘରକୁ ପଳେଇଛନ୍ତି। ମୋତେ ଲାଗିଲା କି ତମେ ଆଉ ବାବୁ ଏକା ଥିବ, ତ ମୁଁ ଆସିଗଲି। ଆସୁ ଆସୁ ଖାଇବା ବି ନେଇକି ପଳେଇ ଆସିଲି। ବାବୁଙ୍କ ଦେହ ବି ଜଲ୍ଦି ଠିକ୍ ହୋଇଯିବ, ତମେ ଚିନ୍ତା କରନି ବଡ଼ ମା। ରାଜୁଙ୍କ ସ୍ନେହ ଭଲ ପାଇବା ଦେଖିକି ଶାନ୍ତିଙ୍କୁ ଟିକେ ସାହସ ଆସିଲା। ତାଙ୍କୁ ଲାଗିଲା କି ଏଇ ଖରାପ ବେଳାରେ କେହି ତ ତାଙ୍କ ସହିତ ଅଛନ୍ତି। ଏତିକିରେ ନର୍ସ ଭିତରକୁ ଆସି କହିଲେ, ଆପଣଙ୍କ ସ୍ୱାମୀଙ୍କ ହୋସ୍ ଆସିଗଲା। ରାଜୁ ଶାନ୍ତିଙ୍କୁ ହୀରାଲାଲଙ୍କ ପାଖକୁ ନେଇଗଲା। ହୀରାଲାଲ ହୋସ୍ରେ ତ ଥିଲେ, କିନ୍ତୁ ନିଜ ହାତ ଗୋଡ଼ ହଲେଇ ପାରୁନଥିଲେ। ଏତିକି ଦେଖି ଶାନ୍ତିଙ୍କ ପାଦ ତଳୁ ଯେମିତି ମାଟି ଖସିଗଲା। ତୁରନ୍ତ ସେ ନିଜକୁ ସମ୍ଭାଳିବା ସହିତ ହୀରାଲାଲଙ୍କୁ କହିଲେ, ଭଗବାନଙ୍କୁ ଧନ୍ୟବାଦ, ତମେ ଠିକ୍ ଅଛ। ଜଲ୍ଦି ଆମେ ଘରକୁ ପଳାଇବା। ଟିକେ ଠିକ୍ ହେବା ପରେ ସେ ଦୁହିଁଙ୍କୁ ହସ୍ପିଟାଲରୁ ଛୁଟି ମିଳିଗଲା। ସେ ଦୁହେଁ ଘରକୁ ତ ଆସିଗଲେ, କିନ୍ତୁ ହୀରାଲାଲ ଚାଲିପାରୁନଥିଲେ। ହୁଇଲ୍ ଚେୟାର ସାହାରା ପାଲଟି ଯାଇଥିଲା। ସେ ଚାଲବୁଲ କରିବା ପାଇଁ ଅସମର୍ଥ ଥିଲେ। କିନ୍ତୁ ଘରକୁ ଆସିବା ପରେ ତ ଯେମିତି ତାଙ୍କ ଜୀବନ ବଦଳିଗଲା। ଯେଉଁ ଲୋକ ଦିନେ ଘରର ମୁଖିଆ ଥିଲେ, ଘରର ଚମକ ଥିଲେ, ସେମାନେ ଆଜି ପୁଅ ବୋହୂଙ୍କ ଦ୍ୱାରା ଉପେକ୍ଷିତ। ପୁଅ ବୋହୂଙ୍କୁ ତ ନିଜ ବାପା ମା ବୋଝ ପରି ଲାଗିବା ଆରମ୍ଭ ହୋଇଯାଇଥିଲା। ଦିନେ ରାଜୁ କିଛି କାମରେ ବଜାରକୁ ଯାଇଥିଲା। ଶାନ୍ତି ନିଜ ଛୋଟ ବୋହୂକୁ କହିଲା, ବୋହୂ, ବାବାଙ୍କ ପାଇଁ କମ୍ ରାଗ ଆଉ କମ୍ ଲୁହରେ ଦଲିଆ କରିଦେ। ତ ବୋହୂ ସିଧା ସିଧା ଉତ୍ତର ଦେଲା, ମା, ଆମକୁ ବହୁତ କାମ ଅଛି। କିଛି ଦିନ ହେଲା ତ ଘର ଯାହା ପରିସ୍ଥିତି ଥିଲା, ଆଉ କେଉଁ ପାର୍ଟିକୁ ବି ଯାଇପାରିନଥିଲୁ। ତମେ ଏହି କାମ ନିଜେ କହିଦିଅ, ଭଲ ହେବ। ଏତିକି କହି ବୋହୂ ପ୍ରସ୍ତୁତ ହୋଇ ପାର୍ଟିକୁ ପଳେଇଲା। କେବେ ଯଦି ଶାନ୍ତି ପୁଅମାନଙ୍କୁ ଔଷଧ କି ଫଳ ଆଣିବାକୁ କୁହନ୍ତି, କିଛି ନା କିଛି ବାହାନା କରି ଆଣିବାକୁ ମନା କରିଦିଅନ୍ତି। ପୁଅମାନଙ୍କ ସାଥ ଦେବା ପାଇଁ ବୋହୂମାନେ ହିଁ ପଳେଇ ଆସନ୍ତି। ମା, ତୁମେ କେତେ ବି ଖର୍ଚ୍ଚ କରିଦିଅ, ବାବା ତ ଠିକ୍ ହେବେ ନାହିଁ, ତ ଟିକେ ଭାବିଚିନ୍ତି ଖର୍ଚ୍ଚ କର। ଏମିତିକା ତୀର ମାରିବା ପରି କଥା ଶୁଣି ମାଆର ହୃଦୟ ତ ଖିନଭିନ ହୋଇଯାଉଥିଲା। ପୁଅମାନଙ୍କୁ ଏମିତିକା କଥା ବୋହୂମାନେ ହିଁ ଶିଖଉଥିଲେ। ଶାନ୍ତି ଭାବୁଥିଲେ କି ଏଇ ପୁଅମାନେ ବାବା ବାବା କହି ପଳେଇ ଆସୁଥିଲେ। ଏବେ ବାବା ଅସହାୟ ହୋଇଗଲେ ତ କ୍ଷୀରରୁ ମାଛି ଗାଡ଼ି ଫିଙ୍ଗିବା ପରି ଫିଙ୍ଗି ଦେଉଛନ୍ତି। ଶାନ୍ତି ବୋହୂମାନଙ୍କ କଥା ଶୁଣିବା ପରେ ଯେତେବେଳେ ରୁମ୍କୁ ଆସିଲେ ତ ଦେଖିଲେ କି ହୀରାଲାଲଙ୍କ ଆଖି ଲୁହରେ ପୂର୍ଣ୍ଣ ହୋଇଯାଇଥିଲା। ଶାନ୍ତିକୁ ଦେଖି ହୀରାଲାଲ କହିଲେ, ମୁଁ ଦୁଇ ପୁଅଙ୍କୁ ମୋର ଦୁଇ ହାତ ବୋଲି ଭାବିଥିଲି, ମାତ୍ର ଅସମୟରେ ଏ ଦୁହେଁ ଆମକୁ ପଚାରିଲେ ନାହିଁ। ଶାନ୍ତି, ତମେ ଚିନ୍ତା କରନି, ମୁଁ ପୁରା ଠିକ୍ ଅଛି। ଆରେ ଆଲମାରୀ ଚାବି କୁଆଡ଼େ ଗଲା? ଏଠାରେ ତ ରଖିଥିଲି। ଏପଟ ସେପଟ ଦେଖିବା ପରେ ଶାନ୍ତି ପଚାରୁଥିଲେ। ପାଖରେ ଛିଡ଼ା ହୋଇ ଶୁଣୁଥିବା ରାଜୁ କହିଲା କି ସକାଳେ ତ ସାନ ଆଉ ବଡ଼ ଭାଉଜ ରୁମ୍କୁ ଆସିଥିଲେ, ବୋଧେ ସେମାନେ ନେଇଥିବେ। ଏହା ଶୁଣି ଶାନ୍ତି ଚମକି ପଡ଼ିଲେ। ନିଜକୁ ସମ୍ଭାଳି ବୋହୂଙ୍କ ପାଖକୁ ଯାଇ ପଚାରିଲେ, ଆଲମିରା ଚାବି ତମ ପାଖରେ ଅଛି କି? ବୋହୂମାନେ ଯେମିତି ପ୍ରସ୍ତୁତ ହୋଇ ରହିଥିଲେ କହିବାକୁ, ତମେ ତ ଏମିତି ଟଙ୍କା ଖର୍ଚ୍ଚ କରିବାରେ ଲାଗିଛ ଯେମିତି ଟଙ୍କା ସବୁ ଗଛରେ ଫଳୁଛି। ଏବେ ତ ତମ ସ୍ୱାମୀଙ୍କ ରୋଜଗାର ବି ନାହିଁ। ଟଙ୍କା କେମିତି ସଞ୍ଚୟ ହେବ ଆମେ ଠିକ୍ରେ ଜାଣିଛୁ। ଏବେ ଏ ଚାବି ଆମେ ଦେବୁନି। ବୋହୂମାନଙ୍କ ନିର୍ଲଜ୍ଜ ଉତ୍ତର ଶୁଣିବା ପରେ ଶାନ୍ତି ଅବାକ୍ ହୋଇ ତାଙ୍କୁ ଦେଖିବାକୁ ଲାଗିଲେ। ପରଦିନ ଶାନ୍ତି ଶୋଇକି ଉଠିବା ପରେ ଦେଖିଲେ କି ହୀରାଲାଲଙ୍କୁ ଟିକେ ଜ୍ୱର ଥିଲା। ଯାଇକି ପୁଅମାନଙ୍କୁ କହିଲେ, ତମେ ବାପାଙ୍କୁ ହସ୍ପିଟାଲ ନେଇକି ଯିବାର ଅଛି, ଆଉ ରୁଟିନ୍ ଚେକଅପ୍ ବି କରିବାର ଅଛି। କାରରେ ନେଇକି ଚାଲ। ଏତିକିରେ ଛୋଟ ପୁଅ କହିଲେ, ଗାଡ଼ିରେ ପେଟ୍ରୋଲ ନାହିଁ, ଘରେ ଟଙ୍କାର କେତେ ଅଭାବ ତମକୁ କ'ଣ ଜଣା ନାହିଁ? ଆଉ ବାପା ବି ସବୁ କାମଧନ୍ଦା ଛାଡ଼ି ଘରେ ବସି ଯାଇଛନ୍ତି। ଏତିକି ବେଳକୁ ବଡ଼ ପୁଅ ବି ଆସିଗଲା। ଆଉ କଥାରେ କଥା ମିଳେଇ କହିଲା, ମା, ତମେ ବୁଝୁନ କାହିଁକି? ଆମେମାନେ ଚାକିରି କରିବା ଲୋକ, ଆମ ପାଖରେ ଏତେ ସମୟ ନାହିଁ ଏସବୁ ଫାଲତୁ କାମ କରିବା ପାଇଁ। ରାଜୁ କି କୁହ, ସେ ଅଟୋ ଡାକିଦେବ, ଆଉ ବାବାଙ୍କୁ ନେଇକି ପଳେଇ ଯାଅ। ଶାନ୍ତି ଦେବୀ ଅପମାନ ଶୁଇଁ ଶୁଇଁ ଚୁପଚାପ ଛିଡ଼ା ହୋଇଥିଲେ। ସେ ସେହି ସମୟରେ କିଛି ନ କହିବା ଉଚିତ ବୋଲି ଭାବିଲେ। ଏତିକିରେ ରାଜୁର ପାଟି ଶୁଭିଲା, ଆସ ବଡ଼ ମା, ମୁଁ ଅଟୋ ନେଇକି ଆସିଛି। ଶାନ୍ତି କହିଲେ କି
ପୁଅ, ମୋ ପାଖରେ ତ ଟଙ୍କା ନାହିଁ। ରାଜୁ କହିଲା କି ଦରମା ଟଙ୍କାରୁ କିଛି ବଳିଥିଲା, ସେଥିରେ ହୋଇଯିବ। ଏତିକି କହି ରାଜୁ ହୀରାଲାଲକୁ ହୁଇଲ୍ ଚେୟାରରେ ବସାଇ ଅଟୋ ପାଖକୁ ନେଇଗଲା। ଏମିତିରେ ରାଜୁ ତ ଚାକର ଥିଲା, ମାତ୍ର ଶାନ୍ତି ଆଉ ହୀରାଲାଲଙ୍କ ସେବା ତାଙ୍କ ପୁଅଠୁ ବି ଅଧିକ କରୁଥିଲା। ଅଟୋରେ ରାଜୁକୁ ଶାନ୍ତି ଦେବୀ କହିଲେ କି ଖରାପ ସମୟରେ ଯେବେ ନିଜ ଲୋକ ପଚାରୁନାହାନ୍ତି, ସେତେବେଳେ ତୁ ନିଜଠୁ ବି ବଳି ଦାୟିତ୍ୱ ନେଉଛୁ। କାହିଁକିରେ ରାଜୁ? ରାଜୁ କହିଲା କି ବଡ଼ ମା, ମୋ ପିଲାଦିନରୁ ମୋ ବାପା ନାହାନ୍ତି। ମୋ ଜେଜେମା ମୋତେ ବଡ଼ କରିଛନ୍ତି, ଏବେ ସେ ବି ନାହାନ୍ତି। ତେଣୁ ଆପଣ ଦୁହିଁଙ୍କୁ ମୁଁ ମୋର ମାତା ଓ ପିତା ବୋଲି ଭାବି ନେଇଛି। ରାଜୁ ଆଖିରେ ବି ଲୁହ ଝକେଇ ଆସିଲା। ହସ୍ପିଟାଲରେ ଡାକ୍ତର ହୀରାଲାଲଙ୍କ ପାଇଁ କିଛି ଖାସ୍ ଡାଏଟ୍ ଆଉ ବ୍ୟାୟାମ କରିବା ପାଇଁ ପରାମର୍ଶ ଦେଲେ। ରାଜୁ ଖୁବ୍ ଭଲରେ ବୁଝିଗଲା। ଘରକୁ ଫେରିବା ବାଟରେ ଅଟୋ ଅଟକେଇ ରାଜୁ ମେଡ଼ିସିନ, ଫଳ ଆଉ ଜରୁରୀ ସାମଗ୍ରୀ ବି ନେଇ ଆସିଲା। ରାଜୁ ବି ତାଙ୍କ ଖାଇବା ପିଇବାର ଖାସ୍ ଯତ୍ନ ନେଉଥିଲା। କିଛି ଦିନ ପରେ ହୀରାଲାଲ ବି ଠିକ୍ ହେବାରେ ଲାଗିଥିଲେ। ଯେବେ ଦେହ ଠିକ୍ ଭଲ ହେଲା, ଦିନେ ହୀରାଲାଲ ତାଙ୍କ ଦୁଇ ପୁଅଙ୍କ ରୁମ୍କୁ ଡାକିଲେ। ବାବା, କ'ଣ ମ, ଆପଣଙ୍କର ତ କିଛି କାମଧନ୍ଦା ନାହିଁ, ଆଉ ତୁମେ ସାରାଦିନ ଆମକୁ ବି ହଇରାଣ କରୁଛ। ଦୁଇ ପୁଅ ଚିଲେଇ ଚିଲେଇ ନିଜ ରୁମ୍ରୁ ବାହାରକୁ ଆସିଲେ। ସାମ୍ନାରେ ଏମିତି କିଛି ଦୃଶ୍ୟ ଦେଖିକି ଚମକି ପଡ଼ିଲେ। ସାମ୍ନାରେ ସୋଫା ଉପରେ ବାବା ମାମାଙ୍କ ସହିତ ଦୁଇଜଣ ଅଜଣା ବ୍ୟକ୍ତି ବସିଥିଲେ। ହୀରାଲାଲଙ୍କ ଚେହେରାରେ ଆଜି ଦୃଢ଼ ଆତ୍ମବିଶ୍ୱାସ ଝଲସୁଥିଲା। ସେ କହିଲେ କି ତମମାନଙ୍କୁ ବୋଧେ ଜଣା ନାହିଁ, ଆଜି ମୋର ଶ୍ରୀମତୀଙ୍କ ଜନ୍ମଦିନ। ଏହି ଅବସରରେ ଏହିସବୁ ଯୋଜନା କରାଯାଇଛି। ଆଜି ଆମେ ଏତିକି କହି ହୀରାଲାଲ ଶାନ୍ତିଙ୍କ ସହିତ ମିଶି କେକ୍ କାଟିଲେ। ତାପରେ ଶାନ୍ତିଙ୍କୁ ଏକ ଗିଫ୍ଟ ପ୍ୟାକ୍ ଦେଉ ଦେଉ କହିଲେ କି ଏଇଟା ନିଅନ୍ତୁ, ଶ୍ରୀମତୀ ତମ ପସନ୍ଦର ମହଙ୍ଗା ସିଲ୍କ ଶାଢ଼ୀ ଆଣିଛି। ଦୁଇ ବୋହୂଙ୍କ ମୁହଁ ଖୋଲା ହୋଇ ରହିଗଲା। ସେମାନେ ଚିନ୍ତାରେ ପଡ଼ିଗଲେ, ଏ ନାଚାର ବୁଢ଼ା ପାଖରେ ଏତେ ଟଙ୍କା ଆସିଲା କେଉଁଠୁ? ଚାଲ, ତମମାନଙ୍କ ପାଇଁ ବି ବଡ଼ ବଡ଼ ସରପ୍ରାଇଜ୍ ଅଛି। ସେଠୁ ହୀରାଲାଲ ନିଜ ସହିତ ଥିବା ଦୁଇ ଅପରିଚିତ ଲୋକଙ୍କ ପରିଚୟ କରେଇଦେଲେ। ଏ ହେଉଛନ୍ତି ଆମ ଓକିଲ ବନ୍ଧୁ ଗଣେଶ୍ୱର ବାବୁ, ଯାହାକୁ ମୁଁ ମୋ ସମ୍ପତ୍ତି ବାଣ୍ଟିବା ପାଇଁ ଡାକିଛି। ଆଉ ଇଏ ହେଉଛନ୍ତି ରାମବାବୁ, ଯାହାକୁ ମୁଁ ଏଇ ବଙ୍ଗଳାକୁ 50 ଲକ୍ଷ ଟଙ୍କାରେ ବିକ୍ରି କରିଦେଇଛି। ଏତିକି ଶୁଣୁ ଶୁଣୁ ଯେମିତି ପୁଅ ଆଉ ବୋହୂଙ୍କ ମୁଣ୍ଡରେ ବିଜୁଳି ପଡ଼ିଗଲା, ଯେମିତି ଆକାଶ ଛିଡ଼ି ପଡ଼ିଲା। ମାତ୍ର ବାବା, ଆମକୁ ନ ପଚାରି ଏମିତି କେମିତି କଲ? ମୋ କଥା ଏବେ ବି ସରିନି। ହୀରାଲାଲ ଆଜି କହିବାରେ ଥକୁ ନଥିଲେ, ଆଉ କାହାର ସାହସ ବି ନଥିଲା ତାଙ୍କୁ ରୋକିବା ପାଇଁ। ହୀରାଲାଲ ଓକିଲ ବନ୍ଧୁଙ୍କୁ କହିଲେ। ସେ ବସିୟତନାମା ପଢ଼ିକି ଶୁଣିବା ପାଇଁ କହିଲେ। ସେଥିରେ ଲେଖା ହୋଇଥିଲା କି ମୁଁ ମୋ ଦୋକାନରୁ ମୋ ପୁଅ ଆଉ ମୋ ବୋହୂଙ୍କୁ ବେଦଖଲ କରୁଛି। ଏହା ଉପରେ ଆଜିଠାରୁ ରାଜୁର ଅଧିକାର ହେବ। ସେ ଏବେ ମୋର କାରବାର ସମ୍ଭାଳିବ। ଏହି ବଙ୍ଗଳା ବିକ୍ରି ପରେ ଯେତିକି ଟଙ୍କା ଆସିବ, ସେଥିରୁ ଅଧା ମୋର ନାତି ନାତୁଣୀଙ୍କ ନାଁରେ ଜମା ରହିବ। ସେମାନେ ସାବାଳକ ସାବାଳିକା ହେବା ପରେ ତାଙ୍କୁ ମିଳିବ। ଆଉ ବାକି ଅଧା ଟଙ୍କାରେ ମୁଁ ଏକ ଛୋଟ ଘର କିଣିବି, ଯେଉଁଥିରେ ମୁଁ, ମୋ ସ୍ତ୍ରୀ ଆଉ ରାଜୁ ରହିବେ। ଆଉ ସେ ଘରର କବାଟ ମୋ ନାତି ନାତୁଣୀଙ୍କ ପାଇଁ ସବୁଦିନ ଖୋଲା। ଏବେ ହୀରାଲାଲ କହିଲେ କି ତମମାନଙ୍କ ପାଖରେ 10 ଦିନ ସମୟ ଅଛି। ନିଜ ରହିବାର ବନ୍ଦୋବସ୍ତ କରିନିଅ। 10 ଦିନ ପରେ ଏ ଘରେ ରାମବାବୁଙ୍କ ଦଖଲକୁ ପଳାଇବ। ମୁଁ ଏବେ ଯାଏଁ ବି ଭ୍ରମରେ ଥିଲି କି ମୋ ଦୁଇ ପୁଅ ମୋ ନିଜର ବୋଲି, କିନ୍ତୁ ସେମାନେ ସତରେ କ'ଣ ମୋ ନିଜର? ଏଠି ସବୁ ନିଜ ନିଜ ସ୍ୱାର୍ଥରେ ଅଛନ୍ତି। ମୁଁ ତ ମିଛ ଭ୍ରମରେ ରହି ଖୁସି ହେଉଥିଲି। ଏଠି ସବୁ ମୋ ନିଜର ବୋଲି। ଧନ୍ୟବାଦ ଦେବି ଭଗବାନଙ୍କୁ, ମୋତେ ଏମିତି ଦୁଃଖ ଦେଲେ, ଆଉ ମୁଁ ଏଇ ଦୁନିଆରେ ଚେହେରାକୁ ସ୍ପଷ୍ଟ ଭାବରେ ଚିହ୍ନି ପାରିଲି। ଖରାପ ସମୟରେ ବି ତମମାନଙ୍କୁ କେବଳ ଟଙ୍କା ହିଁ ଦେଖାଯାଉଥିଲା। ଆରେ ମୁଁ ତ କେବେଠୁ ଏ ଦୁନିଆରୁ ବିଦାୟ ନେଇ ସାରନ୍ତିନି। କେତେ ଆଉ ନାଚାର, ବେକାର, ଅପାହି ଶରୀର ସହିତ କେବେ ଯାଏଁ ବଞ୍ଚିଥାନ୍ତି। କିନ୍ତୁ ଏସବୁ ତ ମୋ ସ୍ତ୍ରୀ ଆଉ ରାଜୁର ସେବାର ଫଳ। ଆଜି ମୁଁ ପୁରା ଠିକ୍ ହୋଇଯାଇଛି। ଅସଲ କଥା ହେଉଛି ପୁଅର କର୍ତ୍ତବ୍ୟ ତ ରାଜୁ କରିଛି। ବାବା ସେ ତ ଚାକର, ଆଉ ତାକୁ ତ ଚାକର ଭାବେ ରଖ। ଆମେ ସବୁ ତମ ପୁଅ, ବଡ଼ ପୁଅ କହିଲା। ପୁଅ କଥା ଶୁଣି ହୀରାଲାଲ କହିଲେ, ଦରମା ଟଙ୍କା ବ୍ୟତୀତ ଏଇ ମୋତେ କ'ଣ ଦେଇଛି? କିନ୍ତୁ ରାଜୁ ତ ଜୀବନଦାନ ଦେଇଛି, ଆଉ ମୋ ସ୍ତ୍ରୀଙ୍କ ବୁଢ଼ାପାର ସାହାରା ହୋଇଛି। ଏବେ ଦୁଇ ପୁଅ ବୋହୂ ବାପା ମାଆଙ୍କ ପାଦ ତଳେ ପଡ଼ିଗଲେ, ଆଉ କହିଲେ କି ଆମର ବହୁତ ବଡ଼ ଭୁଲ ହୋଇଯାଇଛି। ତମେ ବାପାଙ୍କୁ ବୁଝାଅ, ଆମେ ସବୁ ତମର ପିଲାମାନେ। ଆଉ ପୁଣି ସମ୍ପର୍କୀୟମାନେ କ'ଣ କହିବେ, ଏଇଟା ବି ଟିକେ ଭାବ। ବୋହୂଙ୍କ ମାଆଙ୍କ ଠାରୁ କିଛି ଆଶା ରଖିଥିଲେ। ମାତ୍ର ଶାନ୍ତି କହିଲେ, ଏସବୁ କଥା ସେତେବେଳେ କାହିଁକି ମନେ ପଡ଼ିଲାନି, ଯେବେ ତମମାନଙ୍କ ସାମ୍ନାରେ ନାଚାର ହେଇକି ତମ ବାବାଙ୍କ ଜୀବନ ଭିକ ମାଗୁଥିଲି। ଆଉ ସମ୍ପର୍କୀୟ ଯାହା କହିବେ କହିବେ,
ମୋତେ ତାଙ୍କର କିଛି ଚିନ୍ତା ନାହିଁ। ତମେ ତମର ସବୁ ଜିନିଷ ପ୍ୟାକ୍ କରିବା ଆରମ୍ଭ କରିଦିଅ। ମା ବାବାଙ୍କ ସାହସ ଦେଖି ଆଜି ଦୁଇ ପୁଅ ବୋହୂ ପୁରା ନିରାଶ ହୋଇଗଲେ। ବୋଧେ ସେମାନେ ନିଜ କାନ ଉପରେ ବିଶ୍ୱାସ କରିପାରୁନଥିଲେ। ସେମାନେ ଯେତେ ମା ବାବାଙ୍କ ଗୋଡ଼ ତଳେ ପଡ଼ିଲେ, କ୍ଷମା ମାଗିଲେ, ଭୁଲ ମାଗିଲେ, ଶେଷରେ ସେଇଆ ହେଲା ଯାହା ବସିୟତନାମାରେ ଲେଖା ହୋଇଥିଲା। ପୁଅ ଆଉ ବୋହୂଙ୍କୁ ନିଜ କର୍ମର ଫଳ ଆଉ ଦଣ୍ଡ ମିଳିଲା। ବନ୍ଧୁଗଣ, ଆଜିର ଦୁନିଆରେ ଆପଣ ଦେଖୁଥିବେ କିଛି ବାପାମାନେ ଅଛନ୍ତି ନିଜର ରୋଜଗାରରେ ନିଜର ପିଲାମାନଙ୍କୁ ପୋଷିଥାନ୍ତି। ସେମାନଙ୍କ ପାଦରେ କେବେ କଣ୍ଟା ବାଜିବାକୁ ବି ଦିଅନ୍ତିନି। ହେଲେ ସମୟ ଆସିଲେ ସେହି ପୁଅ ବୋହୂମାନେ ଏମିତି ହଇରାଣ କରନ୍ତି ଯେ ବାପା ନିଜକୁ ନିଜେ ଠିକ୍ ମନେ କରନ୍ତି। ତେଣୁ ଏଠି ବାପାଙ୍କ ନିଷ୍ପତ୍ତି ଉପରେ ଆପଣ କ'ଣ ମତ ଦେବେ? ରୋଜଗାରିଆ ବାପା ପିଲାମାନଙ୍କୁ ପୋଷିବା କ'ଣ ନିହାତି ଦରକାର? ଆପଣ ଏହାର ଉତ୍ତର ବି କମେଣ୍ଟ ବକ୍ସରେ ନିଶ୍ଚିତ ଜଣାଇବେ। ଭିଡ଼ିଓକୁ ଲାଇକ୍ କରି ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ଜମାରୁ ବି ଭୁଲିବେନି।